ଅଟଳ ବାଜପେୟୀ ଜଣେ ମହାନ ନେତା। ଦଳ ମୋ ସମ୍ପର୍କ କ'ଣ? ମୁଁ ତାକୁ ନେଇକି ଏମ୍ସ କରେଇଛି ସିଜୁଆରେ ବାଜପେୟୀ ମୁଁ ପ୍ରସାଦ ପାଠଶାଳୀ ଶୁଭ ଦେଇଛୁ। ବାଜପେୟୀ ପୃଥିବୀର ଗୋଟେ ଭଲ ଅଦ୍ୱିତୀୟ ନେତା, ଅନେଷ୍ଟ ନେତା, ଭଦ୍ର ନେତା, ଜ୍ଞାନୀ ନେତା। ଭାରତର ଯଦି এই যে রোড ডেভেলপ কিଏ କରାଇଛି? ଅଟଳ ବିହାରୀ ବାଜପେୟୀ। ଯିଏ ଯାହା କରିଛି ମାନିବାନି। ଇନ୍ଦିରା ଗାନ୍ଧୀ ପୃଥିବୀର ଅଦ୍ୱିତୀୟ ନେତ୍ରୀ, ପାକିସ୍ତାନକୁ ଦୁଇ ଭାଗ କରିକି ବାଂଲାଦେଶ କରିଛି। ଆଜି ଇରିଗେସନ୍ କରି ଚାରିଆଡ଼େ ଜଳସେଚନ ହେଇଛି, ଇଣ୍ଡଷ୍ଟ୍ରିର ବ୍ୟବସ୍ଥା ସେ କରିଛି। ସବୁ ଯିଏ କରିଛି ଆମେ ମାନିବାନି। ଅଟଳ ବିହାରୀ ବାଜପେୟୀ ମହାନ ନେତା। ତାଙ୍କ ତା ଆଗରେ ପଠେଇମୁ, ତା ଆଗେ ଛାଡ଼ିଦେବ, ସେ ମାଛକୁ ତଳେ ଛାଡ଼ିଦେବେ। ତାର ଯେଉଁ ମଜାକି ଘର ଏ ବଙ୍କୁଲି ହାତରେ ନାଞ୍ଜରେ ହାତ ମାରିବ, ସଚଳ ହେବ। ତାପରେ ଗୋଟେ ନିଆଁ ଥାଏ ତାଙ୍କର ରୋଷେଇ କରିବା, ଯେଉଁ ପିଆଜି କରିକି ନେଇକି ଚାପ୍ ଟାପ୍ 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 ଉଠିବ ଉପରୁ। ସେ କଣ୍ଟା ବି ଚୋବେଇ ଖାଇଯିବେ। ସେ ମୁଣ୍ଡକୁ ଖାଲି ପାଖୁଡ଼ା କଣ୍ଟା ଗୁଡ଼ା କାଢ଼ନ୍ତି। ଏ ତଳ କଣ୍ଟା ଚୋବେଇ କରି ଯଦି ମୁଣ୍ଡ ଖାଇବ, କଣ୍ଟା ନ ଖାଇବ, କାହିଁ ମୁଣ୍ଡ ଖାଇବ? ବିଜୁ ପଟ୍ଟନାୟକ ସେ କେତେ ବଡ଼ ଲୋକ, ପୃଥିବୀର ଗୋଟେ ଅଦ୍ୱିତୀୟ ଲୋକ। ସେଭଳିଆ ଲୋକ ମିଳିବ? ଓଡ଼ିଶା ମାଟିରେ ଜନ୍ମ ହେଇଥିଲେ। ଆଗରେ 10 ଗାଡ଼ି, ପଛରେ 10 ଗାଡ଼ି କରି ଲାଭ କଲେ। ସବୁଦିନ ତ ଆମ ଝିଅ ଗୁଡ଼ାକ ମଲେ। ଚାନ୍ଦବାଲି ଯେଉଁ ଅବସ୍ଥା, ଗୋପାଳପୁର ଯେଉଁ ଅବସ୍ଥା, ଧଉଳି ଯେଉଁ ଅବସ୍ଥା, ଏମିତି କେବେ ହେଇଥିଲା? ନାଇଁ ନାଇଁ, କଂଗ୍ରେସ ଦଳ ସ୍ଥିର କରିଛି 29 ତାରିଖ। ତମେ ଗୋଟେ କହିଲ 30 ପଏଣ୍ଟ ତମେ ମାଗଣା ଦେବ 300। ଏଇନା କଲଣି ଗୋଟାଏ ପଏଣ୍ଟରେ କେତେ 87 ପଇସା। ଏ ଗରିବ ଲୋକ ମରିବେ। ଏ ଟାଟା ନଙ୍ଗଳା କରିଦେବୁ ମୋହନ ମାଝୀ। ଏ ଗରିବ ଲୋକ 17,000 20,000 ଦେବେ ଟ୍ୟାକ୍ସ। ଏ ଖଟିକିଆ ବୁଲିଆ ଦେବେ। ଟାଟା ତମେ ଲଦିଦେବ, ମୋହନ ମାଝୀ ତମେ ପଇସା ଦେଇକି ତାକୁ ଛାଡ଼ିଦେବ। ଓଡ଼ିଶା ଜନସାଧାରଣ ଛାଡ଼ିବେନି। 19 ତାରିଖ ଦିନ ଭକ୍ତ ଯାହା ଡାକିଛନ୍ତି ଆମେ ଫାଷ୍ଟ ଟ୍ରେଲର ଦେଖେଇବୁ, ତାପରେ ଫିଲ୍ମ ପକେଇବୁ। କୋଉଆଡ଼େ ଚାରିଟା କର୍ମଚାରୀକି ବୁଲେଇ ଦେବୁ କଂଗ୍ରେସ ଦଳ ତରଫରୁ। ସାର୍ ପଲ୍ୟୁସନ୍ ଫେର ଏବେ ବାହାରିଲାଣି। ବଢ଼ିଆ ହେଇଛି। ତମ ଗାଡ଼ି ଯଦି ନ କରିଛ ସାମ୍ବାଦିକ ତେଲ ପଡ଼ିବନି। ଏ ଜନସାଧାରଣ, ଏ ନେତା ଫାତା ମୁଁ ବି କରିଦିଅ। ଆମେ ଦିଲ୍ଲୀ ଭଳିଆ ଲେଜରିୟସକୁ ଯିବା। ଆମେ ବିପଦକୁ କିଣି ଆନି। ଏଇନା ଜଟଣୀରେ ଚାଲିଛି ପଲ୍ୟୁସନ୍ ଲାଇନ୍ ହେଇକି ସବୁ ଲୋକଙ୍କୁ କହିଲେ ସବୁ କରିସାରିଲାଣି। କି କଥା? ଆଗ ଆଇନକି ମାନିବ। ଆଇନକି ମାନିଲେ ଆଇନକି ଯାଇ ଗରିବ ଲୋକଙ୍କ ପାଇଁ ଫାଇଟ୍ କରିବ। ନା ନା, ପୋଲିସ ନ ପିନ୍ଧନ୍ତୁ, ଆମର ହେଲମେଟ୍ ନିଜେ ବଞ୍ଚ। ହେଲମେଟ୍ଟା ପିନ୍ଧଲ ତାହେଲେ ତମେ ନିହାତି ଖବର ବ୍ରେନ୍ ହାମରେଜରୁ ବଞ୍ଚିଗଲ। ତମେ ନିଜ ପାଇଁ ପିନ୍ଧ। କିଛି ଅନଲାଇନ୍ ଫାଇନ୍ ପଡ଼ିଛି, ସରକାର ତାକୁ କିଛି ମାଫ୍ କରନ୍ତି। ସେଗୁଡ଼ା ସବୁ ମାଫ୍ କରିବେ। କେହି ଦିଅନି। ଆମେ ବାହାରିଛୁ ସେଇଥିପାଇଁ 29 ତାରିଖ ଦିନ ରାଜ୍ୟ କଂଗ୍ରେସ ଭକ୍ତ ଦାସଙ୍କ ନେତୃତ୍ୱରେ ସାରା ଓଡ଼ିଶାରେ ଆନ୍ଦୋଳନ ଆରମ୍ଭ କରୁଛୁ। ଆମେ ଯଦି ସରକାର ଏ ଟାଟାକୁ ବନ୍ଦ ନ କରନ୍ତି, 60 ବର୍ଷ ହେଲା ଆମେ ପ୍ରଗତ କରି ଯାଉଛୁ। କୋଭିଡ଼ରେ ବି, ମହାବାତ୍ୟାରେ ବି। 4 ତାରିଖ ଡେଟ୍ ହେଇକି ଚାରିଆଡ଼େ ଦେଇଦେଇ ଚିଠି ଦରଖାସ୍ତ ଦେଲି। ମୁଁ ତାକୁ ଡାଇରେକ୍ଟ କହିଲା, ସେ କହୁଛି ଗଭର୍ଣ୍ଣମେଣ୍ଟ ମିଡ଼ିଆ ବନ୍ଦ କରିଛି। ଆମେ ଜବରଦସ୍ତ କରିବୁ। ଆମେ ଜବରଦସ୍ତ କରି ଆସିଛୁ, କରିବୁ। ଯଦି ଏ ବର୍ଷ ବନ୍ଦ ହେଇଯିବ ଆଉ କେବେ ହେବନି। ତମେ ଡେରାସ ବନ୍ଦ କରିଦେବ, ଝୁମକା ବନ୍ଦ କରିଦେବ, ଆମ ଲୋକ ଯିବେ କୁଆଡ଼େ? ପୋଲିସ ବାଡ଼େଇବେନି କିଏ? ଆମେ ଯେତିକି ଲୋକ ସେଠି ଏକାଠି ହେଇଥିବୁ, ମାନେ 20 ବଟାଲିୟନ୍ ଦରକାର ସେଠି। ଆମେ ଜଣେ ଜଣେ 2-2ଟା ସିପେଇକି କାଖେଇକି ନେଇ ପଳେଇବୁ ସେ ଭିତରେ, ଜଙ୍ଗଲ ଭିତରକୁ। ଆମେ ବାସିନ୍ଦା ଲୋକ। ସରକାର କାହିଁ ମନା କରୁଛି ଆପଣଙ୍କୁ? କାହିଁ କେଜାଣି ଭୟ କରୁଛି ନା? ମୁଁ କହିପାରିବିନି। କାହିଁ ତାଙ୍କୁ ତ ଡାକୁ ଆମେ। ମୋହନ ମାଝୀ ଆସନ୍ତି, ସବୁବେଳେ ଖାଆନ୍ତି। ହଁ, ଡାକିବୁ। ନ ଆସିବେ। ଆରେ କାହା ପାଇଁ ଗାଡ଼ି ଆମର ରହିବନି। ଆମେ ଜିତ୍ ହେଲା ପର୍ଯ୍ୟନ୍ତ ଗାଡ଼ି ଚାଲିବ। ଆମ ନେତା ହରେକୃଷ୍ଣ ମହତାବ, ଜାନକୀ ପଟ୍ଟନାୟକ 3 ତାରିଖରେ ଆସିବ ସବୁ। ମୋହନ ମାଝୀ ଗଲେ ତାଙ୍କ ଖାଇବା କ'ଣ କରିବେ ସେଠି? କୋଉଠି? ମୋହନ ବାବୁକୁ ଆଗ ଚୁନା ମାଛ, ତାପରେ ବଡ଼ ମାଛ, ତାପରେ ଦେଶୀ କୁକୁଡ଼ା, ତାପରେ ଦେବୁ କଙ୍କଡ଼ା, ତାପରେ ମଟନ୍, ତାପରେ ମଲ୍ଲିଫୁଲିଆ କ୍ଷୀରି। ଖାଆନ୍ତିରେ ସବୁବେଳେ, ଆଜି ନୂଆ ଖାଇବେ।
ନବୀନ ପଟ୍ଟନାୟକ ମୋହନ ଏକାଠି ମୋ ପଙ୍ଗତରେ ଖାଆନ୍ତି। ଆମ ପଙ୍ଗତ ସରସା ପଙ୍ଗତ। ବିଜୁବାବୁ କ'ଣ ଖାଆନ୍ତି? ବିଜୁବାବୁ 52 ପିସ୍ ମାଛ ଖାଏ। ମୋ ବାହାରେ 52 ପିସ୍ କାପ ଖାଲି ଉଠେଇଲା ବୁଢ଼ା କହିଲା ମୁଁ ବଜିବି କିନ୍ତୁ ମାଛ ରଖିଥିବୁ। ସେ ବିରୋଧୀ ଦଳ ମୋ ମନ୍ତ୍ରୀ ଶୁଣ ଆଜ୍ଞା ଶୁଣ ସୁର ଭାଇ ଲଢ଼ିଛି ମଲା ପର୍ଯ୍ୟନ୍ତ ଲଢ଼ିଛି। ଶୁଣାଉଛି ଆପଣ ଖାଲି MLA ହେଲେ ହେବ ନହେଲେ ନାହିଁ। ଯଦି MLA ମୁଁ କିନ୍ତୁ ମୋର ପ୍ରତିଜ୍ଞା ମୁଁ ଯେତେବେଳେ ଯେଉଁ ଦଳରେ 100 ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ଜିଲ୍ଲା ମେଜରିଟି MLA ଆସିବେ। ସରପଞ୍ଚ ସମିତି ମେମ୍ବର କର୍ପୋରେଟର ମେୟର ଏବଂ ଚେୟାରମ୍ୟାନ୍ ହେବେ। ଇଏ ମୋର ସ୍ୱପ୍ନ। ଖାଲି ଜଟଣୀ ତ ମସ୍ତ ଯିବ କଂଗ୍ରେସ MLA। ଭୋଜି 24 ତାରିଖ ଆରେ 29 ଆପଣ ଲଢ଼ିବେ? ସୁର ଭାଇ ଲଢ଼ୁ ନ ଲଢ଼ୁ ମୁଁ ଲଢ଼ିବିନି ବୋଲି ଥରେ କହିଛି। କଂଗ୍ରେସ MLA ଜଟଣୀର ଯେଉଁ ଭ୍ୟାକେଣ୍ଟ ପଡ଼ିଛି 24ରେ ମୋର ଭୁଲ ପାଇଁ ଭିତରକୁ ଯିବ। ଜଟଣୀ ନିର୍ବାଚନର ଭୋଟର ଭାଇ ଭଉଣୀମାନେ ଚାରିଆଡ଼େ ବୁଲି ହିନ୍ଦୁ ମୁସଲମାନ ଖ୍ରୀଷ୍ଟିଆନ ସମସ୍ତେ ଗୋଟିଏ କଥା ଜଟଣୀ MLA ଜଟଣୀ ବିଧାନସଭାକୁ ଯିବ। ସାର୍ ଅନୁ ଗର୍ଗ ହେଲେ ଚିଫ୍ ସେକ୍ରେଟାରୀ। ବଢ଼ିଆ ଗୁଡ୍ ଲେଡି ଅନୁ ବର୍ଗ ଫାଇନ୍ ଲେଡି। ମୁଁ ତାଙ୍କ ସହିତ କାମ କରୁଛି ଇରିଗେସନ୍ ସେକ୍ରେଟାରୀ ହିସାବରେ। ଗୋଟେ ରୋଡ଼ ମୁଁ ନେଉଛି ଭୀମଟାଙ୍ଗି ଟୁ ଜଟଣୀ ମୋ ଗାଁ ଦେଇକିରି। ବଢ଼ିଆ ଲେଡି ସେ କାମୁକା ଲୋକ। ଆଉ ସବୁବେଳେ ଦେଖିବ ହସ୍କୁରି ମାନେ ହସୁଥିବେ। ଆଉ ଏମିତି ଯେମିତି ଅନ୍ୟମାନେ କରନ୍ତି ସେମିତି ମୁହଁ ସୁନ୍ଦର କ'ଣ ହସି ଦିଅନ୍ତି। ଯାହାକୁ ଦେଖିବେ ଟିକେ ହସିଦେବେ। ଆଉ ଗୁଡ୍ ଲେଡି ଭଦ୍ର ମହିଳା ଅନେଷ୍ଟ ଲେଡି ବଢ଼ିଆ ହେଲା। ମୁଁ ଭାରି ଖୁସି। କାମ ମୋର ଯିଏ ମନ ଯାଉଛା ବଢ଼ିଆ କାମ କରୁଥିଲେ। ମୋର ସବୁ କାମ କରିଛନ୍ତି। ଇଏ ଆହୁରି କରିବେ। ମୋର ଅଫିସରମାନଙ୍କ ସହିତ ଘନିଷ୍ଠ ସମ୍ପର୍କ। ସମସ୍ତେ ମୋତେ ସ୍ନେହ ଦିଅନ୍ତି ମୁଁ ତାଙ୍କୁ ଦିଏ। ଏ ନେତାମାନେ ଟିକେ ମିନ୍ ମାଇଣ୍ଡ ସିନା କରୁଛନ୍ତି। ମୋତେ ବିଜେଡ଼ିର ମନ୍ତ୍ରୀ MLA ମିନ୍ ମାଇଣ୍ଡ କରିନଥିଲେ ମୋ ସହିତ। ସବୁ ଏଇ ଦଳର କରୁଛନ୍ତି। ଛୋଟ କରୁଛନ୍ତି। କି ପତା ହିମାଳୟରେ ଗୋଡ଼ି ପକେଇବେ। ଏ ଆଉ 2ଟା ବର୍ଷ ଗଲାଣି। ଆଉ ଗୋଟେ ମାସ କଥା କହିବୁ ତମେ କରିବନି। ତମେ ଭାଙ୍ଗିଦେଲ ଆମ ଏକାମ୍ର ପ୍ରକାଶିନୀ ମଣ୍ଡପ ଯେଉଁଠି ଜାଗର ଯାତ୍ରା ହୁଏ ଜାନି ଯାତ୍ରା ହୁଏ। 4 ବର୍ଷ ହେଇଗଲା ହେଇପାରିଲାନି। ମୁଖ୍ୟମନ୍ତ୍ରୀ ଗଲା ଥର ନଡ଼ିଆ ବାଡ଼େଇକି ଆସିଲେ। ସିଓର ହେବ ଏଗୁଡ଼ା ମିନ୍ ମାଇଣ୍ଡ ନୁହଁ। ସେ କ'ଣ ଆମେ କ'ଣ ଚାକିରି ବଦଳି ପାଇଁ କାହା ପାଖକୁ ଯାଉ ନା ଯିବୁ କେବେ? ଏ ମାସ କାମ ଏ ବିନ୍ଦୁସାଗର ପୋକ ଜୋକ ଆମେ ମଶାରେ ମରୁଛୁ। ତମର କ'ଣ ଅଛି? ଏ ଯେଉଁ ଗଙ୍ଗୁଆ ପୋଚିକି ସଢ଼ିଛି ଆମେ ମଶା ପୋକ ଜୋକ ଡେଗ ସବୁ ରୋଗରେ ସଢ଼ୁଛୁ। ତମର କ'ଣ ଅଛି? ମୁଖ୍ୟମନ୍ତ୍ରୀ ତମେ ଗଲାବେଳକୁ ଆଗରେ 10 ଗାଡ଼ି ପଛରେ 10 ଗାଡ଼ି। ସେ ପ୍ରୋଟୋକଲ ଯିବା ଦରକାର। ସବୁ ମନ୍ଦିର ଯେତେ ନାଳି ଦେଖ ଗୁଡ଼ାକ ଅତି ଗୁଡ଼ା ଛୋଟ କି ମାସ କାମ କର। ଏ ସୁଭଦ୍ରା ଯୋଜନା 30ଟା ଟଙ୍କା ଗୋଟେ ଲଡ଼ୁ ଖାଇପାରିବନି ତମେ। କଥା ଏଗୁଡ଼ାକ ମୁଁ ସାଡ଼େ ଯିବା ପାଇଁ ଚାହୁଁନି। 4 ତାରିଖରେ ଯେଉଁ ପଙ୍ଗତ ଡାକିଛି ବଟାନିକାଲ ଗାର୍ଡେନରେ ମୁଁ ଆପଣମାନଙ୍କୁ କହିଦେବାକୁ ଚାହେଁ। ଆମେ ଅଞ୍ଚଳବାସୀ ବଡ଼ ଦିନ ଲୋକ ସଂଖ୍ୟା ଦୃଷ୍ଟିରୁ ପୃଥିବୀରେ ଏଇନା 720 କୋଟି ଲୋକ ସାରା ପୃଥିବୀରେ। ସେଥିରୁ 350 କୋଟିରୁ ଉର୍ଦ୍ଧ୍ୱ ଖ୍ରୀଷ୍ଟିଆନ, ତା ତଳେ ମୁସଲମାନ, ତା ତଳେ ବୁଦ୍ଧିଷ୍ଟ, ତା ତଳେ ଆମେ ହିନ୍ଦୁ, ତା ତଳେ ଜୈନ। ଏମିତି ଲମ୍ବି ଲମ୍ବି ଯାଇଛି। ତେଣୁ ସାରା ପୃଥିବୀରେ ଆଜି ବଡ଼ଦିନ ପାଳନ ହୋଇଛି। ଆନନ୍ଦର ଦିନ। ଯୀଶୁ କାଲି ଜନ୍ମ ହୋଇଛନ୍ତି। ଆଶୀର୍ବାଦ ଦେଉଛନ୍ତି। କିନ୍ତୁ ଗୋଟିଏ କଥା କହିବି, ଖରାପ ଭାବିବନି କେହି, ଭଲ ଭାବ। ଆମେ ମେଜରିଟି ରହୁଛେ ଖ୍ରୀଷ୍ଟିଆନ, ମୁସଲମାନ, ବୁଦ୍ଧିଷ୍ଟ, ହିନ୍ଦୁ। କିନ୍ତୁ ଖ୍ରୀଷ୍ଟିଆନମାନଙ୍କ ସହିତ ଯେତିକି ମୋର ସମ୍ପର୍କ 50-60 ବର୍ଷ ଜଟଣୀ। ମୁଁ ଏଇନା 7ଟା ଚର୍ଚ୍ଚରୁ ଆଇଲାଣି। ଜଟଣୀ ଅଞ୍ଚଳ ଖୋର୍ଦ୍ଧା ଭୁବନେଶ୍ୱର ଗୋଟିଏ ଯାଇଛି। ଆହୁରି ଯିବି 13ଟା। ଖ୍ରୀଷ୍ଟିଆନ ଭାଇମାନେ ଭାରି ସରଳ, ଭାରି ଭଦ୍ର, ଉଚ୍ଚ ଶିକ୍ଷିତ।
ଏବଂ ସାରା ପୃଥିବୀରେ ଦେଖିବ କେରଳର ଯେଉଁ ଖ୍ରୀଷ୍ଟିଆନ, କେରଳ ହେଉଛି 99% ଏଜୁକେଟେଡ଼, କିନ୍ତୁ 99% ସେଠି ହେଉଛନ୍ତି ଖ୍ରୀଷ୍ଟିଆନ ଝିଅ ପୁଅ। ମୁଁ ପୃଥିବୀର ବହୁ ଦେଶ ଯାଇଛି, ଯେଉଁଠି ଯାଇଛି କେରଳୀ ଭଉଣୀ, କେରଳୀ ଭାଇ, ତାମିଲ ଭାଇ, ଆମ ଓଡ଼ିଆ ବି ଚାରିଆଡ଼େ ଫିଟିକି ରହିଲେଣି ସାରା ପୃଥିବୀରେ। ଆଜି ଦିନଟି ଭଲର ଦିନ। ଯୀଶୁ, ଆଲ୍ଲା, ବୁଦ୍ଧ, ଆମ ଜଗନ୍ନାଥ, ଦୁର୍ଗା, ଲକ୍ଷ୍ମୀ, ଗଣେଶ, କାର୍ତ୍ତିକ ଆଶୀର୍ବାଦ ଦିଅନ୍ତୁ। ପୃଥିବୀରେ ଶାନ୍ତି ଫେରୁ। ୟୁକ୍ରେନ୍ ଯେଉଁ ରଷିଆ ଯୁଦ୍ଧ ବନ୍ଦ ହେଉ, ଆରବ କଣ୍ଟ୍ରିରେ ଯୁଦ୍ଧ ହେଉ, ସବୁ ବନ୍ଦ ହେଉ, ଶାନ୍ତି ପ୍ରତିଷ୍ଠା ହେଉ। ଭାରତର ଲୋକ ଆନନ୍ଦରେ ରୁହନ୍ତୁ, ଭାଇଚାରା ଭାବେ ରୁହନ୍ତୁ, ଓଡ଼ିଶା ଲୋକ ଆହୁରି ଭଲରେ ରୁହନ୍ତୁ, ସମସ୍ତଙ୍କର ମଙ୍ଗଳ ହେଉ। ଆଜି ଭଳିଆ ଦିନ ବଡ଼ ଦିନରେ ଆଜିଠୁ 1 ତାରିଖ ପର୍ଯ୍ୟନ୍ତ ସାରା ପୃଥିବୀରେ ପର୍ବ, ନାଚ, ଗୀତ। ବେଶୀ ପିଇକିରି ଫରେନ୍ରେ ମରନ୍ତି, ମଦ ପିଇକିରି ଆମେରିକା, ଜର୍ମାନ, ଫ୍ରାନ୍ସ, ଇଟାଲୀ, ମାନେ ଇଭିନି କାନାଡ଼ା କଣ୍ଟ୍ରିରେ, ମୁସଲମାନ କଣ୍ଟ୍ରିରେ ନୁହଁ, ପିଇକି ଜୋରରେ ଗାଡ଼ି ଚଢ଼େଇକି ମାରନ୍ତି, ନାଚି ନାଚି ମରନ୍ତି, ହସି ହସି ମାରନ୍ତି, ଗୁଡ଼ା ବସି ପିଇକିରି। ସେମିତି ଆମ ଭାରତରେ ନ ହଉ, ଶାନ୍ତି ପ୍ରତିଷ୍ଠା ହଉ। ଓଡ଼ିଶାରେ କ'ଣ ପାଇଁ ବାଣ୍ଟିଲେ? ଖୁସିରେ ଆଜି ୱାର୍ଲଡ ଡେ, ପବିତ୍ର ଦିନ। ଭାଇ ମୁଁ ଏଇଠି ଖାଉଛି। ସୁର ଭାଇଙ୍କର ଡାଇବେଟିସ୍